ଛୋଟବେଳେ ବିମାନରେ ପ୍ରଥମ ଥର ଯାତ୍ରା କରିଥିଲେ। ସେତେବେଳେ ହିଁ ସ୍ଥିର କରିଥିଲେ ପାଇଲଟ ହେବେ। ଆଉ ଏବେ ସେ ଆକାଶରେ ଉଡ଼ାଉଛନ୍ତି ବିମାନ। 17 ବର୍ଷରେ ଦେଖିଥିବା ସ୍ୱପ୍ନ 21 ବର୍ଷ ବୟସରେ ସାକାର କରିଛନ୍ତି। ଏବେ ସେ ହୋଇପାରିଛନ୍ତି ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ। ଜଣେ କମର୍ସିଆଲ ପାଇଲଟ ଭାବେ ତାଲିମ ଶେଷ କରି ବିମାନ ଉଡ଼ାଇବାର ଲାଇସେନ୍ସ ପାଇସାରିଛନ୍ତି। ସତରେ ଦୃଢ଼ ଇଚ୍ଛାଶକ୍ତି, ଆଗ୍ରହ ଓ ପରିଶ୍ରମ ବଳରେ ଜଣେ ସଫଳତା ହାସଲ କରିପାରିବ ନିଶ୍ଚୟ। ଆମେ କହୁଛୁ ଅନୁଗୁଳ ଜିଲ୍ଲା କାଙ୍ଗୁଳା ଗାଁର ସମୀକ୍ଷା ସ୍ରୋତକୀର୍ତ୍ତିଙ୍କ କଥା। ବାପା ସଞ୍ଜୟ କୁମାର ବେହେରା ପୋଲିସ ବିଭାଗରେ ଚାକିରି କରିଥିବା ବେଳେ ମା ସରୋଜିନୀ ବାଘ ମଧ୍ୟ ପୋଲିସ ବିଭାଗରେ ଚାକିରି କରିଥିଲେ। ଅତ୍ୟଧିକ ଦାୟିତ୍ୱ ଯୋଗୁଁ ଝିଅକୁ ବେଶୀ ସମୟ ଦେଇପାରିନଥିଲେ ମଧ୍ୟ ଝିଅର ଇଚ୍ଛାକୁ ପୂରଣ କରିବାରେ କୌଣସି ପ୍ରକାରର ଅବହେଳା କରନ୍ତି ନାହିଁ। ସମୀକ୍ଷା ଅନୁଗୁଳର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରଥମରୁ 10ମ ଶ୍ରେଣୀ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ପଢ଼ିଥିଲେ। ସେତେବେଳେ ସେ ଇଂରାଜୀ ବକ୍ତୃତାରେ ପାରଙ୍ଗମ ଥିଲେ। ତେଣୁ ଜାତୀୟ ସ୍ପେଲ୍ ବି ପ୍ରତିଯୋଗିତାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୋଏମ୍ବାଟୁର ଯିବାକୁ ପଡ଼ିଥିଲା। ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ବିମାନ ଯୋଗେ ଯାଇଥିଲେ। ବିମାନରେ ବସିବା ପରେ ନିଜେ ଜଣେ ବିମାନ ଚାଳକ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାଛଡ଼ା ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ହେବାକୁ ଚାହୁଁଥିବା ବେଳେ ସେ ଅନ୍ୟ କିଛି କରିବାକୁ ଚାହିଁଥିଲେ। ସେହିଦିନଠାରୁ ଆରମ୍ଭ ହେଲା ତାଙ୍କର ପାଇଲଟ ହେବାର ଅଭିଯାନ। ନିଜେ ଇଣ୍ଟରନେଟ୍ ସହାୟତାରେ କେଉଁଠି କିଭଳି ଆବେଦନ କରିବାକୁ ହେବ ସବୁ କିଛି ଖୋଜାଖୋଜି କରି ଶେଷରେ ଭୁବନେଶ୍ୱର ସ୍ଥିତ ସରକାରୀ ଆଭିଏସନ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ନାମ ଲେଖାଇଲେ। ଏଥିପାଇଁ ଅବଶ୍ୟ ବହୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା। ଏହାପରେ ପ୍ରାକ୍ଟିକାଲ ପାଇଁ ଢେଙ୍କାନାଳ ବିରାଶିଳା ତାଲିମ କେନ୍ଦ୍ରକୁ ଆସି ସେଠାରେ ସଫଳତାର ସହ ତାଲିମ ଶେଷ କଲେ। ବିରାଶିଳାରେ ସିଙ୍ଗଲ ଇଞ୍ଜିନ୍ ଟ୍ରେନିଂ ଶେଷ କରିବା ପରେ ପୁନେରେ ମଲ୍ଟି ଇଞ୍ଜିନ୍ ଟ୍ରେନିଂ ଶେଷ କରିଥିଲେ। ଗତ 2025 ମସିହା ଫେବୃଆରୀ ମାସରେ ସମୀକ୍ଷା କମର୍ସିଆଲ ପାଇଲଟ ଲାଇସେନ୍ସ ହାସଲ କଲେ। ଏବେ ସେ ସାରା ଓଡ଼ିଶାରେ ସର୍ବକନିଷ୍ଠ ମହିଳା ପାଇଲଟ ଭାବେ କୃତିତ୍ୱ ଅର୍ଜନ କରିପାରିଛନ୍ତି। ସମୀକ୍ଷାଙ୍କ ସଫଳତା ପଛରେ ତାଙ୍କ ବାପା, ମା ଓ ପରିବାର ସଦସ୍ୟଙ୍କ ଅବଦାନ ରହିଛି। ଝିଅର ଏହି ସଫଳତାରେ ବାପା ମା ବି ବେଶ ଗର୍ବିତ। जेहेतु मोर केबे हेले छुआ बेलार किसी ड्रीम नथिला पायलट हबार, कारण मु जानी नथिली आम स्कूलिंग पीरियड रे हमकु केबे एई सब करियर विषय रे केबे कुहा हे नथिला। हमकु जदी जणा थिला जेई आ नीट ही जणा थिला। तो लॉकडाउन पीरियड मु बहुत यूटिलाइज कली। मोर अलगा एग्जाम्स, एंट्रेंस एग्जाम्स भी देइथिली, सेथिरे भी मोर क्लियर हेइथिला। मोर नाटा क्लियर हेइथिला, जोटा कि आर्किटेक्चर रो नेशनल लेवल टा सेटा क्लियर हेइथिला। बट मते हेले भी इच्छा नथिला, मु खाली सेमती दे देइथिले एग्जाम्स। तापरे मु जब लॉकडाउन रे सर्च कली, मोर बहुत सारा करियर्स मते देखा गला। आ पायलट हबार गोटे करियर भी अच्छी मते जणा पड़ला। तापरे मु भाबिली मु एटा ही परस्यू करबी मो लाइफ रे। झियो पछर तो जणे माँ सब बेले लगी माँ बापा दी जण न लगिले भी हेई पारिबनी। जेतेबेले कि से एई पायलट लाइन जीव बोली कहिथिला, आमे प्रथमे मना करथिलु, झियो छोड़ा तू काई ऊपर ये करी बोली। एंदो पर मुहूर्त रे आमे निजकु निजे भी भाबिलु जे छुआ जहाँ चाहूँ जे ताकू आमे सपोर्ट करिया उचित। तेणुकरी से पाठ पढ़ारे से जोड़ी जोड़ी चाहिला आमे ता पछे पछे गलु। आउ सी आज गोटे सर्वकनिष्ठ पायलट भावे बहुत खुशी लगुच कि अन्य पिला मानकु भी मु रिक्वेस्ट करी पढ़ापढ़ी करी आपण माने एई लाइन रे जानतु, इजिली पाई जिवे। पिलाटी दिनरू समीक्षा पाठपढ़ारे बहुत भल थिले। केवल पाठपढ़ा कहीं चित्रांकन, नृत्य, इंग्राजी लिखन, कथन और वक्तृता, रोषेई सबुथिरे से धुरंधर। तांकरी मनरे सबुबले गोटिए कथा उंकी मारुथिला जे महिला माने आजिकाली सबु किछि करि परिबे। महिला सशक्त हेले परिवार और देश सशक्त होई परिबो। केवल आंतरिक उद्यम और इच्छाशक्ति आवश्यक। एहाकु भित्ति करी से आज जड़े पायलट होई परिछंती। समीक्षा हूँ झीआरी हिसाब से हम आम संजय भाई को झील हिसाब से सी आम अनुगुल गर्व गौरव ओडिशार से सर्वकनिष्ठ पायलट हिसाब से पाई।
ମୁଁ ସମୀକ୍ଷା ବିଷୟରେ ଆଜି ଆଲୋଚନା କରୁଛି। ଆଜି ଆପଣମାନଙ୍କୁ କହୁଛି ଯେ ଆମର ଏ ଝିଅ ଆଜି ଯେଉଁ ସାରା ଓଡ଼ିଶାର ଗୋଟେ ମାନେ ନାଁ ରଖିଛି, ଆମ ଅନୁଗୁଳ ଜିଲ୍ଲାର ନାଁ ରଖିଛି, କିନ୍ତୁ ଆମକୁ ବହୁତ ଗୋଟେ ଗର୍ବ ଲାଗୁଛି ଏତେ କମ୍ ବୟସରେ ଏ ଯେଉଁ ପାଇଲଟ ହେଇଯାଇଛନ୍ତି। ଆମକୁ ବହୁତ ଆମ ଗ୍ରାମ ଅଞ୍ଚଳକୁ ସହର ଅଞ୍ଚଳକୁ ବହୁତ ଆଜି ଗର୍ବ। ଆମ ରାଜ୍ୟର ସର୍ବକନିଷ୍ଠ ମହିଳା ପାଇଲଟ ଭାବେ ସମୀକ୍ଷା ବର୍ତ୍ତମାନ 200 ଘଣ୍ଟା ଉଡ଼ାଣ ସମ୍ପୂର୍ଣ୍ଣ କରିଛନ୍ତି। ତାଲିମ ପରେ 9500 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡ଼ାଇଛନ୍ତି। ଭବିଷ୍ୟତରେ ସେ କୌଣସି ଏକ ଏୟାରଲାଇନ୍ସରେ ଜଣେ ଭଲ ପାଇଲଟ ହୋଇ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସମୀକ୍ଷାଙ୍କ ସଫଳତାରେ କେବଳ ଯେ ପରିବାରବର୍ଗ ଖୁସି ତାହା ନୁହେଁ, ଅଞ୍ଚଳବାସୀ ମଧ୍ୟ ବେଶ୍ ଗର୍ବ ଅନୁଭବ କରୁଛନ୍ତି। ଅନୁଗୁଳରୁ ଭିଡିଓଗ୍ରାଫର ଶୁଭ୍ରଜିତ ସ୍ୱାଇଁଙ୍କ ସହ ମାନସ ରଞ୍ଜନ ମିଶ୍ରଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।